ଗୋଟିଏ ଗାଁରେ ଯୁବକଟିଏ ରୋଜଗାର କରୁନଥାଏ। ପିତୃ ଅର୍ଜିତ ଧନ ଖର୍ଚ୍ଚ କରି ନିଶ୍ଚିନ୍ତରେ କାଳ କାଟୁଥାଏ। ସମୟ କ୍ରମେ ତାର ବିବାହ ହୋଇଗଲା। ପରିବାରରେ ଆଉ ଗୋଟିଏ ମୁଣ୍ଡ ବଢିଲା। ତା ମା ମନରେ ଚିନ୍ତା ଯେ ବସି ଖାଇଲେ ନଈବାଲି ସରେ। ପୁଅ କିଛି କାମଧନ୍ଦା କରୁନାହିଁ। ତଥାପି ପୁଅକୁ ବା କ'ଣ କହିବ? ପୁଅକୁ ଖାଇବାକୁ ଦେବା ବେଳେ କେବଳ ଏତିକି କହେ, ନେ ଏଇ ବାସି ପଖାଳ ଗଣ୍ଡାକ ଖାଇଦେ। ପୁଅ ଭାବେ ଆଶ୍ଚର୍ଯ୍ୟ କଥା, ଗରମ ଭାତ ବାଡ଼ି ଦେଉଛି ଅଥଚ ବାସି ପଖାଳ କହୁଛି। ଏଭଳି କଥାର ରହସ୍ୟ କ'ଣ? ମାର ସବୁ କଥା ଶୁଣି ସେ ନୀରବ ରହୁଥାଏ। ଦିନେ ତା ମା କୌଣସି କାମରେ ଅନ୍ୟ ଗାଁକୁ ଯିବାକୁ ବାହାରିଲା। ଯିବାବେଳେ ସେ ବୋହୂକୁ କହିଗଲା, ପୁଅ ଆସିଲେ ଭାତ ବାଢ଼ି ଦେଇ କହିବୁ ବାସି ପଖାଳ ଗଣ୍ଡାକ ଖାଇଦିଅ। ଶାଶୁ କହିବା ଅନୁସାରେ ବୋହୂ ସ୍ୱାମୀଙ୍କ ପାଇଁ ବଢ଼ା ବଢ଼ି କରି ବାସି ପଖାଳ ଗଣ୍ଡାକ ଖାଇଦିଅ। ସ୍ତ୍ରୀ ମୁହଁରୁ ଏ କଥା ଶୁଣି ସେ ରାଗରେ ତମତମ ହୋଇ କହିଲା, ମା ଠାରୁ ଶିଖି ତୁ ବି ମତେ ଥଟ୍ଟା କରୁଛୁ। ମା ସିନା ସବୁଦିନେ କହୁଥିଲା, କିନ୍ତୁ ଦେଖୁଛି ତା ଠାରୁ ଶୁଣି ତୋର ବି ସାହସ ବଢ଼ିଗଲାଣି। ଏଭଳି କହିବାର ଅର୍ଥ କ'ଣ? ଭାତ ଡାଲି ତରକାରୀ ସବୁ ତ ସଜ, ପୁଣି ତୁ ବାସି ପଖାଳ କହିଲୁ କାହିଁକି? ସ୍ତ୍ରୀ କହିଲା, ଏ କଥା ତୁମ ମା ଜାଣନ୍ତି। ସେ ମତେ ଯାହା କହିବା ପାଇଁ କହିଥିଲେ ମୁଁ ସେତିକି କହିଥିଲି। ଯୁବକଟି କହିଲେ, ଠିକ୍ ଅଛି, ମା ଆସୁ, ଆଜି ଏଇ କଥା ତା ଆଗରେ ପଡ଼ିବ। ଏତିକି କହି ସେ ଖାଇବା ଥାଳି ପାଖରୁ ଉଠି ଚାଲିଗଲା। ମା ଘରକୁ ଫେରି ବୋହୂକୁ ପଚାରିଲା, ପୁଅ ଖାଇସାରିଲାଣି? ବୋହୂ କହିଲା, ସେ ଖାଇବେ କ'ଣ, ମୋ କଥା ଶୁଣି ତ ରାଗି ନିଆଁ ବାଣ। ମା ଯାଇ ପୁଅକୁ ପଚାରିବାରୁ ସେ କହିଲା, ମା ତୁ ସିନା ସବୁଦିନ ବାସି ପଖାଳ ଖା ବୋଲି କହୁଥିଲୁ, ଏବେ ଇଏ ବି କହିଲାଣି। ତୋ କଥା ସହି ଯାଉଥିଲେ ବୋଲି କ'ଣ ୟା କଥା ମୁଁ ସହିବି? ମୁଁ କିଛି ବୁଝିପାରୁନାହିଁ ଯେ ଏ କଥାର ରହସ୍ୟ କ'ଣ। ତୁ ଅସଲ ସଜ ଭାତକୁ ବାସି ପଖାଳ କାହିଁକି କହୁଛୁ? ମା କହିଲା, ସକାଳେ ରନ୍ଧା ଯାଉଥିବା ଭାତ ସନ୍ଧ୍ୟା ବେଳକୁ ବାସି ହୋଇଯାଏ। ଆଜି ରନ୍ଧା ଯାଉଥିବା ଭାତ କାଲିକୁ ବାସି ହୋଇଯାଏ। ବାସି ପଖାଳ ଥଣ୍ଡା, କିନ୍ତୁ ସଜ ଭାତ ଗରମ। ତେଣୁ ତୁ ଚିନ୍ତା କର, ତୋ ବାପା ରୋଜଗାର କରି ରଖିଯାଇଥିବା ଧନ ବାସି ନା ସଜ? ତୁ ଯେତେବେଳେ ନିଜେ ରୋଜଗାର କରିବୁ ସେତେବେଳେ ହିଁ ତାହା ସଜ ହେବ। ପୁଅ ନିଜର ଭୁଲ ବୁଝିପାରି କହିଲା, ଆଚ୍ଛା, ତେବେ ତୁମ କଥାର ରହସ୍ୟ ଏଇଆ। ଠିକ୍ ଅଛି, ଏଥର ମୁଁ ନିଜେ ରୋଜଗାର କରିବି ଓ ସଜ ଭାତ ଖାଇବି। ଏ କାହାଣୀଟିରୁ ଏକ ସୁଶିକ୍ଷା ମିଳେ ଯେ ବିବାହ ପରେ ସେହି ଯୁବକ ଭଳି ଆଉ ବାସି ପଖାଳ ଖାଇବା ଉଚିତ ନୁହେଁ। ନିଜେ ଧନ ଉପାର୍ଜନ କରିବା ଆବଶ୍ୟକ। ପ୍ରଭୁ ଶ୍ରୀରାମଙ୍କ ବନବାସ କାଳରେ ରାବଣ ଛଦ୍ମବେଶରେ ଆସି ସୀତାଙ୍କୁ ହରଣ କରିନେଲା। ସେତେବେଳେ ରାମଚନ୍ଦ୍ର ଭରତଙ୍କୁ ସାହାଯ୍ୟ ମାଗିଥିବା କଥା କୌଣସି ରାମାୟଣରେ ଲେଖା ଅଛି କି? କାରଣ ରାମଚନ୍ଦ୍ର ଜାଣିଥିଲେ ଯେ ବିବାହ ପରେ ସ୍ତ୍ରୀକୁ ରକ୍ଷା କରିବା ତାଙ୍କର ଦାୟିତ୍ୱ। କେବଳ ଦାୟିତ୍ୱ ନୁହେଁ, ଏହା ତାଙ୍କର ପ୍ରଧାନ କର୍ତ୍ତବ୍ୟ। ତେଣୁ ସେ ନିଜ ବାହୁବଳରେ ସୁଗ୍ରୀବଙ୍କୁ ସାହାଯ୍ୟ କଲେ ଓ ତାଙ୍କ ସଙ୍ଗେ ମିତ୍ରତା କଲେ। ତାଙ୍କ ପତ୍ନୀଙ୍କୁ ବଳିଠାରୁ ମୁକ୍ତ କଲେ ଏବଂ ସୁଗ୍ରୀବଙ୍କୁ ରାଜ୍ୟ କୋଷାଗାର ପୁର ପ୍ରଭୁତ୍ୱ ପ୍ରଦାନ କଲେ। ଶେଷରେ ମାତା ସୀତାଙ୍କ ମୁକ୍ତି ପାଇଁ ସୁଗ୍ରୀବଙ୍କ ଠାରୁ ସାହାଯ୍ୟ ଗ୍ରହଣ କଲେ। ତେଣୁ ସ୍ତ୍ରୀ ପିଲାଙ୍କ ପାଳନ ପୋଷଣ କରିବା ଭଳି ଶକ୍ତି ଥିଲେ ବିବାହ କରିବା ଉଚିତ ହେବ, ଅନ୍ୟଥା ବିବାହ କରିବା ଶୋଭନୀୟ ହେବ ନାହିଁ।